ଆପଣ ପରିଚୟ ଟିକେ ଦେଲେ। ମୋ ନାଁ ଆଲୋକ ରଞ୍ଜନ ସାହୁ। ମୁଁ ଏଇ ଇଟିପୁର ଗାଁର ଗୋଟେ ପୁଅ। ପୁଅ ନା ଆଉ କିଛି ଅଛି? ନାଇଁ ନାଇଁ ସେ ଅଛି ତ ଅଲଗା ଜିନିଷ, କିନ୍ତୁ ଗାଁ ହିସାବରେ ଗୋଟେ ପୁଅ। ଗାଁ ତ ଆୟୋଜନର ମୁଖ୍ୟ କାରଣ ଏଇକି ଯେ ଆମେ ଗୋଟେ ଜିନିଷ ବିଭିନ୍ନତା ଭିତରେ ଏକତା ଖୋଜି ଆମେ ଇଟିପୁର ଗାଁରେ ପ୍ରଥମ ଥର ପାଇଁ ଏ ଯାତ୍ରା ମହୋତ୍ସବ ଆରମ୍ଭ ହେଉଛି। କାରଣ ଏ ଆଖପାଖ ଗାଁରେ ସବୁ ଗାଁରେ ଯାତ୍ରା ମହୋତ୍ସବ ଚାଲିଛି, କେବଳ ଆମେ ଇଟିପୁର ଗାଁ ବାକି ଥିଲା। ତେଣୁ ସବୁ ସାନ ଭାଇମାନଙ୍କ ଉତ୍ସାହ ଆଗ୍ରହ ଏବଂ ଗ୍ରାମବାସୀଙ୍କର ମାନେ କ'ଣ ପ୍ରଚେଷ୍ଟାରେ ଆମେ କୋଣାର୍କ ଗଣନାଟ୍ୟ ମୁଖ୍ୟ ଶ୍ରେୟ ଯଦି ଦବା କାହାକୁ? ମୁଖ୍ୟ ଶ୍ରେୟ ସମ୍ପୂର୍ଣ୍ଣ ଗ୍ରାମବାସୀକି ଆଉ ମୋ ସାନ ଭାଇମାନ ସମସ୍ତଙ୍କୁ। ଆଚ୍ଛା, ଏଠି ଯେଉଁ ଯାତ୍ରା ପଡ଼ିଛି ଏଇଟା କ'ଣ ଟିକେଟ୍ ସେଲ୍ ନା? ନାଇଁ, ପୁରା ଫ୍ରି ସେଲ୍ କରୁଛୁ। ଏବଂ ଗତକାଲି ପ୍ରଥମ ରାତ୍ରି ହେଇଥିଲା, ସେଠି ମାନ୍ୟବର ବିଧାୟକ ଆସିଥିଲେ, ପୂର୍ବତନ ଖଦି ବୋର୍ଡ଼ ଚେୟାରମ୍ୟାନ୍ ଗାଲାଇ ମଧ୍ୟ ଆସିଥିଲେ, ବାବୁ ଭାଇ ଆସିଥିଲେ, ଆଉ ରଶ୍ମି ଭାଉଜ, ସରପଞ୍ଚ, ଲୋକାଲ ସରପଞ୍ଚ, ନୋମିନି ସମସ୍ତେ ଉପସ୍ଥିତ ଥିଲେ। ଆଚ୍ଛା, ଯଦି ଆପଣମାନେ ଟିକେଟ୍ ସେଲ୍ କରୁନାହାନ୍ତି, ମାନେ ପଇସା ଦେଇକି ଅନ୍ୟମାନଙ୍କୁ ଯାତ୍ରା ଦେଖିବା ଏଣ୍ଟରଟେନମେଣ୍ଟ କରୁଛୁ। କରିବେ, ମାନେ ଏଇ ଚିନ୍ତାଧାରା କାହିଁକି? ଆପଣ ଚାହିଁଥିଲେ ଟିକେଟ୍ ସେଲ୍ ବି କରିଥାନ୍ତେ। ନାଇଁ, ଏଇଥିପାଇଁ ଯେ ଆମ ପାଖାପାଖିରେ ଯେତେ ବି ଯେଉଁମାନେ ବି ନାଚ କରୁଛନ୍ତି ସେମାନେ ଫ୍ରି ସେଲ୍ କରୁଛନ୍ତି। ଆଉ ତାଠୁ ଆମେ ଟିକେ ହଟକେ ଏଥର ନାଚ କରୁଛୁ ଏଇଆ ଯେ ଆମେ ଟୋଟାଲ୍ ଏରିଆରେ ସିକ୍ୟୁରିଟି ଦେଉଛୁ। ଆଉ ବିନା ଫ୍ରି କ'ଣ ଷ୍ଟାଣ୍ଡରେ କିଛି ପଇସା ଦେବାକୁ ପଡ଼ିବନି। ଆଉ ସିସି କ୍ୟାମେରା ସବୁ ଜାଗାରେ ଲଗେଇଛୁ, 20ଟି ସିସି କ୍ୟାମେରା ଲଗେଇଛୁ, ଯାହାକି କୌଣସି ଲୋକ ଆସିଲେ ବି ଅସୁବିଧାର ସମ୍ମୁଖୀନ ହେବେନି। ଗତକାଲି ମଧ୍ୟ ପ୍ରଥମ ରାତ୍ରି ହେଇଥିଲା, ଯେଉଁଠିକି 5000ରୁ ଉର୍ଦ୍ଧ୍ୱ ଲୋକ ନାଚ ଉପଭୋଗ କରୁଥିଲେ। ଆଉ ଆଜି ବି ଆମ ବର୍ଷା ହେବା ସତ୍ତ୍ୱେ ଆମେ ବି ଏକ୍ସପେକ୍ଟ କରୁଛୁ 7-8 ହଜାର ଲୋକ ନିଶ୍ଚୟ ହେବେ। ଆଚ୍ଛା, କୋଣାର୍କ ଗଣନାଟ୍ୟକୁ କାହିଁକି ଅଛି? ଆମେ ସବୁଠୁ ପିଲାଙ୍କର ଗୋଟିଏ ଉତ୍ସାହ ଥିଲା, ଭାଇ ଆମେ ଏଥିରେ ପ୍ରଥମ ଥର ଆମେ ଇଟିପୁର ଗାଁରେ ଆରମ୍ଭ କରୁଛେ, ତ ଯଦି କରିବା ଶ୍ରେଷ୍ଠରେ କରିବା, ଆଉ ସବୁଠୁ ଭଲ ଗଣନାଟ୍ୟ ଯେଉଁଟା ହେବ ଆମେ କରିବା। ଆଉ ଆମକୁ ଯାହା ଖୁସି ଆମକୁ କୋଣାର୍କ ଗଣନାଟ୍ୟ ମିଳିଗଲା, ସେଥିପାଇଁ ଆମେ ଆରମ୍ଭ କଲୁ। ଆଚ୍ଛା, ଏଥିରେ ମୁଖ୍ୟ ଆକର୍ଷଣ କିଏ ଅଛନ୍ତି ଆଉ ଆପଣଙ୍କୁ କିଏ ଭଲ ଲାଗନ୍ତି? ମୁଖ୍ୟ ଆକର୍ଷଣ ଆପଣ ଜାଣିଥିବେ, ସବୁଠାରୁ ବଳିଷ୍ଠ କଳାକାର ଯିଏ ଦୈତାରୀ ପଣ୍ଡା ସିଏ ଅଛନ୍ତି, ଏବଂ ଯେଉଁ ଛତିଶଗଡ଼ ସିଙ୍ଗର ଓମ୍ କୁମାର ସିଏ ମଧ୍ୟ ଅଛନ୍ତି। ଭଲ କଳାକାର ଅଛନ୍ତି ଏବଂ କାଲି ତ ସମସ୍ତେ ଉପଭୋଗ କରିଥିଲେ, ଶେଷ ପର୍ଯ୍ୟନ୍ତ ଦର୍ଶକ ଫୁଲ୍ ଥିଲେ। ମୋ ନାଁ ବିଶ୍ୱଜିତ ସାମନ୍ତରାୟ, ଆମ ଘର ଇଟିପୁର, ମୁଁ ଏଇ ଗାଁର ନିବାସୀ। ଆଚ୍ଛା, ଆଜି ଇଟିପୁର ଆମେ ଯାହାକୁ ଦେଉଛୁ ସମସ୍ତଙ୍କ ମନରେ ଖୁସି, ସମସ୍ତେ ପୁରା ଏକଜୁଟ ହେଉଛନ୍ତି, କ'ଣ କାରଣ କ'ଣ? ଆଉ ଏଇ ପଡ଼ିଆରେ କ'ଣ ପାଇଁ ସମସ୍ତେ ଏକଜୁଟ ହେଇଛନ୍ତି? ଏକଜୁଟ ହେବାର କାରଣ ଆମର ଏଠି ଗୋଟେ ଯାତ୍ରା ଅନୁଷ୍ଠାନ ଏଇ ପ୍ରଥମ ବର୍ଷ ଆମେ ଆଣିଛୁ କୋଣାର୍କ ଗଣନାଟ୍ୟ। ସମସ୍ତେ ଚାହିଁଲେ ଆମେ ମିଶିକି ଗୋଟେ ଯାତ୍ରା କରିବା, ଗାଁ ଲୋକ ସମସ୍ତେ, ସେଥିପାଇଁ ଏଇ ବର୍ଷ ଆମେ କୋଣାର୍କ ଗଣନାଟ୍ୟ ଆଣିଛୁ। ଆଚ୍ଛା, ଏଠି କ'ଣ ମାନେ ଯୁବପିଢ଼ିମାନଙ୍କ ଭିତରେ ଏତେଟା ଏକତା ଅଛି ଯେ ସେମାନେ ଗୋଟେ ଯାତ୍ରା ପାର୍ଟି ମାନେ ଏତେ ବଡ଼ ଅନୁଷ୍ଠାନକୁ ଆଣିକି ଏଠି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିପାରିବେ? ଆମେ ଯୁବପିଢ଼ି ହିଁ ସମସ୍ତେ ମିଶିକି କରିଛୁ। ବଡ଼ ଲୋକଙ୍କ ସେମାନେ କହିଲେ ଆମେ ମିଶିକି ସବୁ ଯୁବପିଢ଼ି ଏକାଠି ମିଶିକି ଏଇ ନାଟକଟା ଆମେ ଯାତ୍ରାଟା କରିଛୁ। ଆଚ୍ଛା, ଏଠି ଯାତ୍ରାରେ ଆମେ ସବୁବେଳେ ଦେଖୁ, ମାନେ ପ୍ରାୟ ଯାତ୍ରାରେ ଦେଖିଛୁ ଅଶ୍ଳୀଳତା କରାଯାଏ, ଆଉ ତାକୁ ଯୁବପିଢ଼ି ମାନେ ଭାରି ମାନେ ଆଗ୍ରହ ଦିଅନ୍ତି। ତ ଏଠି ସେମିତି କିଛି କରିବାର ଅଛି ନା? ନାଇଁ, ଷ୍ଟ୍ରିକ୍ଟଲି ମନା ହେଇଛି ଅଶ୍ଳୀଳତା? ନା, ଏଠି କିଛି ଅଶ୍ଳୀଳତା କରାଯିବ ନାହିଁ। ଏଠି ବି ଆମର ଲୋକମାନେ ବି ଚାହାନ୍ତିନି ଅଶ୍ଳୀଳତା ଦେଖିବାର। ଏଠି ଆମର ଶ୍ରେଷ୍ଠ କୋଣାର୍କ ଗଣନାଟ୍ୟ ଦୈତାରୀ ପଣ୍ଡାକୁ ସମସ୍ତେ ଦେଖିବାକୁ ଚାହୁଁଛନ୍ତି, ସେଥିପାଇଁ ଆମେ ଏଥର କୋଣାର୍କ ଗଣନାଟ୍ୟ ଆଣିଛୁ, କିଛି ଅଶ୍ଳୀଳତା ହେବ ନାହିଁ। ଆଚ୍ଛା, କ'ଣ ଆଜି ଯାତ୍ରାର ନାଁ କ'ଣ ରହିଛି, କେଉଁ ବହି? ସେଇ ଗୋଟିଏ ଭୁଲ ପାଇଁ ଆଜି ସେକେଣ୍ଡ ରାତି, ସେଇ ଗୋଟିଏ ଭୁଲ ପାଇଁ ଯାତ୍ରା ନାଟକ ରହିଛି। ଆଚ୍ଛା, ଆଜି ଏଇ ଯଦି କୋଣାର୍କ ଗଣନାଟ୍ୟ ଆପଣଙ୍କ ଗାଁକୁ ଆସିପାରିଛି, ଏଠି ଠିକ୍ଠାକ୍ ଚାଲୁଛି, ତାହେଲେ ଆମେ ସେଥିପାଇଁ କାହାକୁ ବେଶୀ ଧନ୍ୟବାଦ ଦେବା ଦରକାର? ଧନ୍ୟବାଦ ତ ସମସ୍ତଙ୍କୁ, ଆମ ଗ୍ରାମବାସୀଙ୍କୁ ତ ସମସ୍ତଙ୍କୁ ଧନ୍ୟବାଦ ଦେବ। ସମସ୍ତେ ମିଶିକି ଆମେ ହିଁ କରିଛୁ ଏଇଟା। ଆପଣଙ୍କ ପରିଚୟ? ମୋ ନାଁ ହେଉଛି ରାଜୀବ ଲୋଚନ ବିଶ୍ୱାଳ। ମୁଁ ଇଟିପୁର ଗୋଟେ ଯୁବକ। ଏଇଟା ହେଉଛି ଇଟିପୁର ଖେଳ ପଡ଼ିଆ, ସମସ୍ତେ କହିଲେ ବୁଝନ୍ତି। 3 ଦିନ ଆମ ଯାତ୍ରା ରହିଛି କୋଣାର୍କ ଗଣନାଟ୍ୟ। ଆଉ ଏଇ ଯେଉଁ ଗଣନାଟ୍ୟ ଆମେ ଆଣିଛୁ, ଏଇଟା ହେଉଛି ପ୍ରଥମ କରି ମୋର ଗ୍ରାମର ସମସ୍ତ ଭାଇମାନଙ୍କୁ ସ୍ୱାଗତ ଦେବି। ଆଉ ଏଇଟା ଗୋଟେ ଏମିତି ଗୋଟେ ଜିନିଷ ହେଇଛି ଯେ ଭାଇଚାରାର ସୃଷ୍ଟି କରାହେଇଛି। ଖେଳଠୁ ଧରିକି ସମସ୍ତେ ଭାଇଚାରା ନେଇକି ଏଇଟା ଗୋଟେ ଉତ୍ସବ କହିବାକୁ ଗଲେ ଚଳିବ। ସେଥିପାଇଁ ବୋଧେ ଟିକେଟ୍ ସେଲ୍ କରାଯାଇନି? ନାଇଁ, ଏଇଟା ଆମର ସମ୍ପୂର୍ଣ୍ଣ ଫ୍ରି ସେଲ୍, ଟିକେଟ୍ ସେଲ୍ ନା, ଆମ ଗ୍ରାମର ସମସ୍ତଙ୍କ ଉତ୍ସାହ ନେଇକି ପୁରା ଫ୍ରି ସେଲ୍ରେ ହିଁ କରାହେଇଛି। କାହିଁକି ଆପଣଙ୍କୁ ଲାଗିଲା କି ଆମେ ସବୁ ଗୋଟେ ଯାତ୍ରା ଅନୁଷ୍ଠାନ କରିବା ବୋଲି ଆଣିବା ଏଠି? ପ୍ରଥମେ ତ ମୁଁ କହିବି, ଆମର ଯେଉଁ ଭାଇମାନେ ଅନ୍ୟ ଗାଁକୁ ଗଲାବେଳେ ସେ ଗାଁର ଲୋକମାନେ କହନ୍ତି ଯେ ଇଟିପୁରରେ କିଛି କରିପାରିନାହାନ୍ତି। ପ୍ରଥମ ଫାଷ୍ଟ ଜିନିଷ ସେ ଯେଉଁ ଭାଇମାନେ ଯେତେବେଳେ କହିଲେ ନାଇଁ ଆମ ଗାଁରେ ଗୋଟେ କରିବା, ଆମେ ସେଇଠୁ ବଡ଼ ଭାଇମାନଙ୍କୁ କହିଲୁ। ବଡ଼ ଭାଇମାନେ କହିଲେ ଆପଣ
ଆଶୀର୍ବାଦରେ ଆମେ ବର୍ତ୍ତମାନ ଆଗକୁ ଯାଇଛୁ। ଏହିପରି ଆଗକୁ ବି ଆଉ ବଡ଼ ବଡ଼ ଯାତ୍ରାଟି ଆଣିବା ବୋଲି ଉତ୍ସୁକ ଅଛୁ ଆମେ। ତାହେଲେ ଇତିପୁର ଆଜି ମାନେ ମୂଳଦୁଆ ପକେଇଛି ନାଇଁ କି? ମୂଳଦୁଆ ପକେଇ